ଜୀବନ ହେଉଛି ସୁଖ ଓ ଦୁଃଖର ଏକ ସମାହାର। ଯେପରି ଦିନ ପରେ ରାତି ଆସେ, ସେହିପରି ସଫଳତା ପରେ ବିଫଳତା ଓ ସୁଖ ପରେ ଦୁଃଖ ଆସେ, ଏକ ସ୍ୱାଭାବିକ ପ୍ରକ୍ରିୟା। ସୁଖ ସମୟରେ ପୃଥିବୀର ସବୁକିଛି ସୁନ୍ଦର ଦେଖାଯାଏ। ସାଙ୍ଗସାଥୀ, ପରିବାର, ଆତ୍ମୀୟ, ସ୍ୱଜନ ସମସ୍ତେ ନିଜର ମନେ ହୁଅନ୍ତି। ମାତ୍ର ସମୟ ଚକ୍ର ବୁଲିଗଲେ ଏବଂ ଦୁଃଖର କଳା ବାଦଲ ଘୋଟି ଆସିଲେ ସେହି ନିଜ ଲୋକମାନେ ମଧ୍ୟ ପରପରି ବ୍ୟବହାର କରନ୍ତି। ଏଭଳି ସଙ୍କଟ ସମୟରେ ମଣିଷ ହତାଶ ହୋଇପଡ଼େ। ମନ ବିଚଳିତ ରହେ। ସେ ବୁଝିପାରେ ନାହିଁ କାହାକୁ ସାହାଯ୍ୟ ମାଗିବ ଆଉ କେଉଁ ପଥ ଅନୁସରଣ କରିବ। ଏହି ସମ୍ବନ୍ଧରେ ପରମ ପୂଜ୍ୟ ପ୍ରେମାନନ୍ଦଜୀ ମହାରାଜ ଏକ ଅତ୍ୟନ୍ତ ଗଭୀର ଓ ଜୀବନଧର୍ମୀ ପରାମର୍ଶ ଦେଇଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯେ ଯଦି ଜଣେ ବ୍ୟକ୍ତିର ଚାକିରି ଚାଲିଯାଏ କିମ୍ବା ସେ ବଡ଼ ବିପଦରେ ପଡ଼େ, ତେବେ ସେ କାହା ଆଗରେ ହାତ ପାତିବା ଉଚିତ, ସେ ଏହାର ଚମତ୍କାର ଉତ୍ତର ଦେଇଥିଲେ, ଯଦି ଜଣେ ବ୍ୟକ୍ତିର ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ସମର୍ପଣ ଓ ନିଷ୍ଠା ଅଛି, ତେବେ ତାକୁ କୌଣସି ମନୁଷ୍ୟ ଆଗରେ ସାହାଯ୍ୟ ପାଇଁ ଭିକ ମାଗିବା ଉଚିତ ନୁହେଁ। ମଣିଷ ତୁଳନାରେ ଭଗବାନଙ୍କ ଶକ୍ତି ଅପାର। ଯଦି ଆପଣଙ୍କୁ ସାହାଯ୍ୟ ମାଗିବାର ଅଛି, ତେବେ ସେହି ଜଗତର ନାଥଙ୍କୁ ମାଗନ୍ତୁ, ଯିଏ ସମଗ୍ର ସୃଷ୍ଟି ପାଳନକର୍ତ୍ତା। ସେ କୁହନ୍ତି ଯେ ପ୍ରକୃତ ଭକ୍ତ କେବେ ହେଲେ ଭାଙ୍ଗି ପଡ଼େ ନାହିଁ। ତା ଭିତରେ ଏତେ ଆତ୍ମବଳ ରହିବା ଉଚିତ ଯେ ସେ ନିଜର ସମସ୍ୟାକୁ ନିଜେ ସାମ୍ନା କରିପାରିବ। ଭଗବାନ ସବୁବେଳେ ତାଙ୍କର ଧୈର୍ଯ୍ୟବାନ ଭକ୍ତଙ୍କୁ ଅଦୃଶ୍ୟ ଭାବରେ ସାହାଯ୍ୟ କରିଥାନ୍ତି। ଆତ୍ମବିଶ୍ୱାସ ହିଁ ସବୁଠାରୁ ବଡ଼ ସମ୍ପତ୍ତି। ଯେଉଁମାନଙ୍କର ମନ ସ୍ଥିର ନୁହେଁ କିମ୍ବା ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ନାହିଁ, ସେମାନେ ନିଜର ଆତ୍ମରକ୍ଷା ପାଇଁ ଯେକୌଣସି ସଜ୍ଜନ ବ୍ୟକ୍ତି ବା ସମ୍ପର୍କୀୟଙ୍କୁ ସହାୟତା କରିପାରନ୍ତି। କିନ୍ତୁ ମନେ ରଖିବାକୁ ହେବ ଯେ ସାଂସାରିକ ସାହାଯ୍ୟ କ୍ଷଣସ୍ଥାୟୀ, ମାତ୍ର ଭଗବତ କୃପା ଚିରନ୍ତନ। ସମୟ ବଦଳିବ, ସଂଘର୍ଷ ଜାରି ରଖ। ଭରସା ନିଜ ଉପରେ ଥାଉ, ଜୟଯାତ୍ରା ନିଶ୍ଚିତ ହେବ। କାହାର ଅଭାବରେ ନୁହେଁ, ନିଜ ସ୍ୱଭାବରେ ବଞ୍ଚିବା ଶିଖ। ଲୁହକୁ ଶକ୍ତି କର, ଦୁନିଆ ଜିତିବାର ଚେଷ୍ଟା କର।